ଆଉ ନାହାନ୍ତି ହ୍ୟୁମାନ ସାଗର। ଅପେରା ଦୁନିଆରେ ଚାଲିଗଲେ ଓଡ଼ିଶାର ଓଡ଼ିଆ କଣ୍ଠଶିଳ୍ପୀ ଗୀତିକାର ହ୍ୟୁମାନ ସାଗର। ଗତ କିଛି ଦିନ ହେବ ହ୍ୟୁମାନ ସାଗର ଅସୁସ୍ଥ ରହିଥିଲେ। ଅସୁସ୍ଥ ଅବସ୍ଥାରେ ସେ ଭୁବନେଶ୍ୱର ଏମ୍ସ ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ। ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ପରଲୋକ ଘଟିଛି। ହ୍ୟୁମାନ ସାଗର ଥିଲେ ଜଣେ ଭଲ ଓଡ଼ିଆ କଳାକାର। କଳାକାର ପାଇଁ ଆଜି ପାଳଟିଛି ଗୋଟେ ଦୁଃଖଦ ଅବସର। ଖୁବ୍ କମ୍ ବୟସରେ ହ୍ୟୁମାନଙ୍କ ପରଲୋକ ଘଟିଲା। ପରିବାରଙ୍କ ଆଖିରୁ ଲୁହ ସରୁନି। ଝୁରୁଛନ୍ତି ଓଡ଼ିଆ କଳାକାର, ଝୁରୁଛି ଓଡ଼ିଶା ମାଟି। ହ୍ୟୁମାନ ଆମ ଗହଣରେ ନାହାନ୍ତି ସତ, କିନ୍ତୁ ତାଙ୍କ କଳା, ଗାଇଥିବା ଗୀତ, ସେ ଛାଡ଼ି ଯାଇଥିବା ସ୍ମୃତିକୁ କେବେ ଭୁଲିବେନି ଓଡ଼ିଶାବାସୀ। ହଁ ଆଜ୍ଞା, ଏହିପରି ଦୁଃଖଦ ଖବର ପରେ ସାରା ଓଡ଼ିଶାରେ ଶୋକର ସୃଷ୍ଟି ହୋଇଛି। ବ୍ୟୁରୋ ରିପୋର୍ଟ, ଲୋକାଲ ନ୍ୟୁଜ୍ ଲାଇଭ୍।